अपुन जैसे टपोरी को क्या मालूम साला प्यार किस चिड़िया का नाम है। ना टूटा है तो दिल कभी जलता है, हाँ थोड़ा दर्द हुआ पर चलता है। ठीक है ଯେତେବେଳେ ଆମର ଯିବ ନା ଆକାଶରେ ଏରୋପ୍ଲେନ୍ ଭାଇ କୁଆଡ଼େ ଗଲା କୋଉଠି ଗଲା ସେ ଯୋଉ ଗୋଟେ ଫିଲିଂ ଆସେ ଭାଇ ଲାଇଫରେ ଶଳା ଏରୋପ୍ଲେନ୍ କେବେ ବସିବି ଆକାଶରେ କେବେ ଉଡ଼ିଛି କେବେ ଶଳା ଯିବି ଫେର ଆୟା ଏକ ଦିନ ଆଇଲା ଗୋଟେ ଦିନ ଆଇଲା ଭାଇ ସମସ୍ତଙ୍କ ଭାଗ୍ୟରୁ ଆସିବ ଏରୋପ୍ଲେନ୍ ଭାଇ ମାନେ ଭାବିଲାଠୁ ମନଟା କେମିତି ଖୁସି ଲାଗୁଛି। ତମେ ଭିଡ଼ିଓ ଦେଖୁଛ ମାନେ ଆଇଦର ବସିଥିବ କେତେ ଜଣ ବସିବାକୁ ଯାଉଥିବ କିମ୍ବା ଆଗକୁ ବସିବ କିନ୍ତୁ ସମସ୍ତଙ୍କର ସେ ଯେଉଁ ଏକ୍ସାଇଟମେଣ୍ଟ ଥାଏ ଏରୋପ୍ଲେନ୍ ବସିବା ଫିଲିଂ ଅଲଗା। ତ ଦିଲ୍ଲୀ ବୁଲିଗଲି ଏବେ ଆସିବା ପାଇଁ ଫେରିବାର ମୋ ମନରେ ପୁରା ଏକ୍ସାଇଟମେଣ୍ଟ। ମୁଁ ଭାବିଲି ଯଦି ନାଇଁ ନା ଆଉଛି ତ କାହିଁ ଖାଲିଟାରେ ଟ୍ରେନରେ ଆସିବା ଚାଲ ଟିକେ ପ୍ଲେନ୍ଟା ବସିଯିବା ସେଇ ବିଷୟରେ ପ୍ଲେନ୍ଟାକୁ ଜାଣିଦେବା ଚାଲ ଦେଖିଦେବା ପ୍ଲେନ୍ କ'ଣ ପ୍ଲେନ୍ରେ କେମିତି ବସିବା। ତ ମୁଁ କ'ଣ କଲି ପ୍ଲେନ୍ରେ ବସିବା ପାଇଁ ହେଲି ରେଡ଼ି। ଏବେ ମୋତେ ଜଣା ନାହିଁ ଭାଇ କିଏ କେମିତି କରିବି ମୁଁ କ'ଣ କଲି ସେଠୁ ଜିନିଷ ଗୁଡ଼ାକୁ ଦେଖିଲି ଜାଣିଲି ସେଠୁ ମୁଁ ଭାବିଲି ଯଦି ମୁଁ କେତେ ଜିନିଷ ଗୁଡ଼ାକୁ ଦେଖିଲି ମୋତେ କିଛି ଅସୁବିଧା ଲାଗିଲା କିଛି ସୁବିଧା ଲାଗିଲା ମୁଁ ଆପଣମାନଙ୍କୁ ପୁରା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓ ସହିତ ଇନଫର୍ମେସନ୍ ବି ଦେଉଛି କେମିତି ଆମର ପ୍ରଥମ ଫ୍ଲାଇଟ୍ଟାକୁ ଆମେ ବହୁତ ମଜାରେ ଯାଇପାରିବା। ଆମେ ଯିବା ଆମେ ଗୁଗୁଲ୍ ସର୍ଚ୍ଚ କରିବା ଫ୍ଲାଇଟ୍ ପାଇଁ ଆପଣ ଯେଉଁ ବିଭିନ୍ନ ପ୍ରକାର ସାଇଟ୍ ଅଛି ଏକ୍ସିଗୋ ମେକ୍ ମାଇ ଟ୍ରିପ୍ ତ ସିମ୍ପଲି ଆମେ ମେକ୍ ମାଇ ଟ୍ରିପ୍ରେ ମୁଁ କ୍ଲିକ୍ କରୁଛି। କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କୁ ଶୋ କରୁଛି ତିନିଟା ଅପସନ୍ ୱାନ୍ ୱେ ରାଉଣ୍ଡ ଟ୍ରିପ୍ ମଲ୍ଟି ସିଟି। ସିମ୍ପଲି ୱାନ୍ ୱେ ମାନେ ଆପଣଙ୍କୁ ସପୋଜ୍ ଗୋଟେ ଜାଗାକୁ ଯିବାର ଅଛି ୱାନ୍ ଟାଇମ୍ ୱାନ୍ ୱେ ଆପଣ ମଲ୍ଟି ସିଟି ୟୁଜ୍ ମାନେ ଦୁଇଟା ସିଟିକୁ ଆପଣ ଆଡ଼୍ କରିକି ଯିବାର ଅଛି ଏଇଠୁ ଯିବେ ଚେନ୍ନାଇରୁ ମୁମ୍ବାଇ ମଲ୍ଟି ସିଟି ଆଉ ଆପଣ ରାଉଣ୍ଡ ଟ୍ରିପ୍ ସିମ୍ପଲି ଆପଣ ଯିବେ କୋଉଦିନ ଆସିବେ କୋଉଦିନ ସିମ୍ପଲି ମାରି ଦିଅନ୍ତୁ ଆପଣଙ୍କୁ ବହୁତ ଇଜି ହେବ ଯିବା ଆସିବା ପାଇଁ ୟୁଜ୍ ହେଇପାରିବ। ତ ପ୍ରଥମେ ସ୍ପେଶାଲ୍ ଡିସ୍କାଉଣ୍ଟ ଅଛି ଯେମିତି ସିନିୟର ସିଟିଜନ୍ ପାଇଁ ଷ୍ଟୁଡେଣ୍ଟସ୍ ପାଇଁ ଆର୍ମ ଫୋର୍ସ ପାଇଁ ବିଭିନ୍ନ ପ୍ରକାର ଦେଖିପାରିବେ ଆପଣ କେଉଁଠୁ କିଛିଟା ଡିସ୍କାଉଣ୍ଟ ଆପଣଙ୍କୁ ମିଳିପାରେ। ଏଇଟା ଦେଖନ୍ତୁ ଟ୍ରାଭେଲ୍ ଆଣ୍ଡ କ୍ଲାସ୍ ଆପଣ ସେଠି ଯାଇପାରିବେ କେତେ ଜଣ ପର୍ସନ୍ ଯିବେ କେତେ ଜଣ ଚିଲଡ୍ରେନ୍ କେତେ ଜଣ ଲୋକ ଅଛନ୍ତି ଦେଖିପାରିବେ ସେଠି ଯାଇକି ଇକୋନୋମିକ୍ କ୍ଲାସ୍ ପ୍ରିମିୟମ୍ ବିଜନେସ୍ କ୍ଲାସ୍ ସେଠି ବି ଆପଣ କ୍ଲିକ୍ କରିକି ଆପଣଙ୍କ ରେଟ୍ ସବୁ ରେଟ୍ ଅଛି ସେଟାକୁ ଆପଣ ଠିକ୍ରେ ଯାଇ ଦେଖିପାରିବେ କମ୍ଫର୍ଟରେ ଯାଇପାରିବେ ବିଜନେସ୍ କ୍ଲାସ୍। ଚାଲନ୍ତୁ ଆପଣଙ୍କୁ ଗୋଟେ ସର୍ଚ୍ଚ ଫ୍ଲାଇଟ୍ କରୁଛି ଯେମିତିକି ମୁଁ ଟ୍ରାଏ କରୁଛି ଭୁବନେଶ୍ୱରରୁ ଆମେ ମୁମ୍ବାଇ ଯାଉଛୁ ଗୋଟେ ଡେଟ୍ ଦେଉଛି ଦେଖନ୍ତୁ ସିମ୍ପଲି ଆମେ 10 ଅଗଷ୍ଟ ମାରିବା ଦେଖନ୍ତୁ ମୋତେ ଏଠି ବିଭିନ୍ନ ପ୍ରକାରର ଏୟାରଲାଇନ୍ସ ଆକାଶ ଏୟାରଲାଇନ୍ ଇଣ୍ଡିଗୋ ବିଭିନ୍ନ ପ୍ରକାର ଏୟାରଲାଇନ୍ ଦେଖାଉଛି ଯାହାଫଳରେ ଏୟାର ଇଣ୍ଡିଆ ସବୁର ଭେରିଏଟ୍ ରେଟ୍ ଅଛି ବିସ୍ତାରା ସିବୁର ରେଟ୍ ଅଛି। ସିମ୍ପଲି ମୋର ଅପସନ୍ରେ କ୍ଲିକ୍ କରନ୍ତୁ ଏବେ ଆଗକୁ ଯିବା ସେଠି ଆମକୁ ଡିଟେଲ୍ସ ମିଳିଯିବ କି ଫ୍ଲାଇଟ୍ କେତେବେଳେ ଅଛି କ'ଣ ଅଛି କେଉଁ ପ୍ଲାଟଫର୍ମରେ ଆସିବାର ଅଛି ଆଣ୍ଡ ଫୁଲ୍ ଡିଟେଲ୍ସ 6296 ଗୋଟେ ଟିକେଟ୍ ଆପଣଙ୍କୁ ଦେଖାଉଛି ଦେଖନ୍ତୁ। ତ ୱେଟ୍ କରିବା ଏ ଦେଖନ୍ତୁ ବିଭିନ୍ନ ପ୍ରକାର ଜିନିଷ ଅଛି ସେଠି ଆପଣ ଯାଇ ଦେଖିପାରିବେ ସ୍କ୍ରୋଲ୍ ଡାଉନ୍ କରିପାରିବେ ଲାଷ୍ଟକୁ ଯାଇକି ଆପଣଙ୍କର ସେ ନେମ୍ ଲାଷ୍ଟ ନେମ୍ ସବୁ ଡାଟା ଆପଣ ଦେଇପାରିବେ। ଆପଣଙ୍କୁ ପ୍ରଥମେ ୱେବ୍ ଚେକ୍ ଇନ୍ କରିବାକୁ ପଡ଼ିବ ଏଇଟା ମେଣ୍ଟାଲି ହେଇଯାଇଛି ବୋଧେ କରୋନା ପରେ ଲୋକମାନେ ପଚାରୁଛନ୍ତି ତ ସେଠିକି ଯିବେ ଗୁଗୁଲ୍ ୱେବ୍ ଚେକ୍ ଇନ୍ ଆପଣଙ୍କର ଯେଉଁ ଫ୍ଲାଇଟ୍ କଥା ନା ଦେନ୍ ତାପରେ ଆପଣ ଡିଟେଲ୍ସ ଦେଇଦେବେ ୱେବ୍ ଚେକ୍ ଇନ୍ ମିଳିଯିବ ଆପଣଙ୍କୁ। ତ ଚାଲନ୍ତୁ ଦେଖାଉଛି ଆପଣଙ୍କୁ କେମିତି ଥିଲା ସେ ଦିଲ୍ଲୀର ଏକ୍ସପିରିଏନ୍ସ। ମୁଁ ଆସେ ଚାଲିଲି ମୋର ଲାଇଫ୍ର ପ୍ରଥମ ଫ୍ଲାଇଟ୍ରେ ବସିବା ପାଇଁକା ତ ସେଥିପାଇଁ ମୁଁ ନେଲି ମେଟ୍ରୋ ଯାହାକି ଥିଲା ସବୁଠୁ ବେଷ୍ଟ ମେଟ୍ରୋ ମୁଁ ଯେତିକି ବସିଥିଲି ଦିଲ୍ଲୀରେ ତ ମୁଁ ଯାଇ ପହଞ୍ଚିଲି। ତ ମୋତେ ଦେଖନ୍ତୁ ଏଠି ଦେଖାଯାଉଛି ମୋତେ ଆରାଇଭଲ୍ ଆଣ୍ଡ ଡିପାଚର୍ ଆପଣ ଯଦି ଆସୁଛି କିଛି ତ ଆରାଇଭଲ୍ ଯାଉଛନ୍ତି ତ ଡିପାଚର୍ ତ ସିମ୍ପଲି ତ ଆମେ ଯିବା ଏବେ। ମୋତେ ତା ପୂର୍ବରୁ କିଛି ଭୋକ ଲାଗିଲା ମୁଁ ଚାଲିଲି କିଛି ଖାଇବା ପାଇଁ ମୁଁ ଚାଲିଲି ଆମର KFC ସେଠି ଗୋଟେ ସିମ୍ପଲ୍ ବର୍ଗର ଆଣ୍ଡ ଆଉ ଗୋଟେ
कोक नेली तो फटाफट आहरी विभिन्न प्रकार जिनस थिला सेठी खाइबाको आपण निश्चय ट्राई कर परिबे। तो मु चलली बढ़ली मोर टर्मिनाल 2 पाखक मत जीवार थिला डिपार्चर सेक्शन को गेट नंबर 2 रे मोर एंट्री थिला। तो मैं एंट्री करिया पे भितर चलली सेठी थिला मो पाखर जो टिकेट एंड मोर जो चेक इन हितला तो सेठी जाय हम प्रथमे मते पहुंचीबार थिला। तो ये आपको फास्ट एंट्री थाए तो आप आराम रे जाकि घंटे 2 घंटा पूर्व पहुँचे बहुत बेटर कहीं आपन को बेले बेले चेंजेस रोता है माने टिकेट टाइमिंग चेंजेस हुए मुझे आपको आगू बताऊँ डिटेल्स तो प्रथम से आम बैग आपको जहाँ रखिए रखा पड़ो आप सामान सबको काढ़ी रखा पड़ो जदि किसी पिंधुंट तो गोटे गोटे काढ़ी बेल्ट आप माने घंटा सब जाक काढ़ी आपको पिंधा पड़ो ता सहित आप जो बैग कथा रही आपड़ी बैग नौ आप चेक इन बैग 15 kg एंड कैरी बैग 7 kg मिनिमम आप रखिपर जदि ऊपर नौ नहीं पारे कि एक्स्ट्रा चार्जेस रहा अकॉर्डिंग हिसाब से थाए। तो मु चलली पुणी से सब जाक रेडी मोर चेकिंग करी तो मुझे प्रथम देखुता बहुत ही पाखर फ्लाइट टाक देखा मन बहुत खुशी अच्छे आपण मैंने भी देखूँ तो सुंदर सुंदर गार्ड मो पाखक आसते सत्य से जो फिलिंग थाए ना फास्ट फिलिंग से एबर था फास्ट थाए लास्ट थाए कहीं लास्ट टाइम से आगू कहूँ तो से देखो मैंने आप प्रेयर करने विभिन्न जगह अच्छी आप विभिन्न प्रकार शॉपिंग मॉल अच्छी एत बड़ मॉल होपारे बुली पारे आराम गोटे दिन आपड़ ता भर स्पेंड करेंगे किंतु आपण पाखे टिकेट थी दरकार प्लाटफर्म टिकेट थी दरकार से विभिन्न प्रकार जिनस किणा अच्छी विभिन्न प्रकार शॉपिंग अच्छी मत गोटे यूनाइटेड कलर ऑफ बेंटन मत भल लगे से देखुली तो स्लाइटली मत लगला एक्सपेंसिव अच्छी तो नॉर्मल रेट टू आम जहाँ मार्केट रुए तो आम इतने सुंदर जिनस अच्छी आप आराम रे वेट करेंगे। तो मत से मिलना मो फेवरेट बास्किन रॉबिन तो बहुत चली चली थकी जाइए तो बास्किन रॉबिन गोटे मो आइसक्रीम से नेली से गोटे ट्राए कली सेमती कहीं बसवा से गोटे रेस्ट रूम बढ़िया गोटे जगह अच्छी जो आप गोड़ हाथ लंबे पूरा बसिक मजा नहीं पारे आ भ्यू को देखिपारे सामने आप फ्लाइट को देखिए तो आराम से गोड़ पर गोड़ पकड़ खाइबार से जो मजा ओ दादर बास्किन रॉबिन टेस्ट एक नंबर। यहाँ देखो आपको जो स्क्रीन में देखो आप सिंपली आप ट्रेन जो फ्लाइट अच्छी से केत आसूसी केत जाऊँगी केत नंबर लगे केत नंबर गेट लगे से सब आप देखा मोर सिंपली भुवनेश्वर आसुवा नहीं देखो आप देखा जाऊ टाइम मत देखुची 7:10 आप पहुँचो बोली तो से हिसाब से मुझे मो गेट नंबर जा पहुँची गली आप कारण फटाफट से गेट गुरा चेंज होता है तो आपन को बहुत दूर ट्रैवलिंग करने को बेले बेले पड़ी तो से ध्यान दौथे केतबले कोटा से मेन जिनस से देखा पड़ो बेले बेले फ्लाइट किसी वेदर कारण कि किसी कारण बेले बेले हठात चेंज हो जिते मोर आसला मुझे एंट्री नेली तो गोटे गाड़ी आसी मत पिकअप करगला आम पिकअप करगला मो फ्लाइट पाखे पहुँचली से जमी लगुए मुझे कहीपर से जो फिलिंगटा अच्छी तो मुझे धीरे 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 भीतर को जाऊए आउ से माने कहते ना मिडिल क्लास पिलापाई से बहुत गोटे स्वप्न भाई कि मु फ्लाइट रे प्रथम थर बसबी आपको देखा गोटे छोट वीडियो क्लिपटा आसी प्लेन रहा से जो भीतर सब सिस्टम था से भर मतलब बेले बेले भात जिनसा उड़ूची केमती तो बहुत ही सुंदर लगुता है भीतर जावाक जो फिलिंग आपको मुझे तो देखो यहाँ 3-3 सीट रही है आपन 3-3 सीट रहा पड़ो आप जो पटे बसिया थो आप हिसाब से नंबर थी से नंबर बसवे मो साइट फ्लाइट बुकिंग कर दी किसी एक्स्ट्रा चार्जेस से आप बुकिंग करती से आपको एक्स्ट्रा चार्जेस पड़े आप फूड भी पड़े आप खाइबा पड़े तो से आप देखिए तो फाइनाली उड़िला उड़िला जो जो उड़ू था भाई रामदोल बसले जमी लगे बस से गुड़ा जो ऊपर उठला लगे बस सेमती लगे आ जो दृश्य थाए सी आपणकर नजारार मन खुश करदेव आईटा मु भाई कहले बुझेबन जो आप प्रथम बसवे से ही ये जिनसा बुझीपारे बेसिकली बसला किसी जना पड़े जमी नॉर्मली घर बसुँच सेमती जना पड़ो बट से जो फिलिंग थाए से जो जिनस था से बहुत ही मजा लगे तो आप थोड़े लाइफ रे थोड़े तो आप निश्चय ट्राए करूँ बसतु आउ से मजा नियंतु पुणी मुसी जमती मैंने भाई विश्वास करें गोटे 2टा आपणकर
ଗୀତ ଶୁଣିଥିବି ଆସିକି ମୁଁ ପହଞ୍ଚିଗଲି ଯାଇକି ଡାଇରେକ୍ଟ ଭୁବନେଶ୍ୱର। ସେଥିପାଇଁ ଟିକେ ବସିକି ଭାବିଲି କି ଭାଇ ମୁଁ କ'ଣ ସତରେ ଏତେ ଜଲ୍ଦି ଆସି ପହଞ୍ଚିଗଲି। ତ ସେଠି ଗୋଟେ ସାଣ୍ଡୱିଚ୍ ମିଳିଲା ଆଉ ତା ସହିତ ଗୋଟେ ଜୁସ୍ ମିଳିଲା। ଆପଣ ସେଠି ଜୁସ୍ ଥାଏ ବିଭିନ୍ନ ପ୍ରକାର, ଆପଣ ଚଏସ୍ରେ ନେଇପାରିବେ। ମୁଁ ଗୋଟେ ଜୁସ୍ ମଗାଇଲି ଆଉ ସାଣ୍ଡୱିଚ୍ ମଗାଇଲି। ଟେଷ୍ଟ ବହୁତ ହି ଭଲ ଥିଲା। ଆଉ ସାଣ୍ଡୱିଚ୍ର ବିଶ୍ୱାସ କରିବେନି ଭାଇ, ଗୋଟେ ଦୁଇଟା ଗୀତ ଶୁଣିଛି, ସାଣ୍ଡୱିଚ୍ ଖାଇଛି, ଲିଟରାଲି 2 ଘଣ୍ଟା ବି ହେଇନି ଆସିକି ମୁଁ ପହଞ୍ଚିଗଲି ଭୁବନେଶ୍ୱରରେ। ତ ଭୁବନେଶ୍ୱର ମୁଁ ଯେବେ ପହଞ୍ଚିଲି ମୋ ମନରେ କ'ଣ ଆସିଲା ଭାବିଲେ ଜାଣିଛନ୍ତି ନା, ସେ ଗୋଟେ ଲାଗେ ନା ଏତେ ଜଲ୍ଦି ଆମେ ଏତେ ଦୂରର ଜିନିଷରେ ଟ୍ରାଭେଲ୍ କେମିତି କଲୁ। ତ ମୁଁ ଲିଟରାଲି ବସିକି ଗୁଗୁଲକୁ ଅନ୍ କଲି, ମ୍ୟାପ୍ସ ଅନ୍ କଲି ଦେଖୁଛି ମୁଁ ସତରେ ଭୁବନେଶ୍ୱର ଆସି ପହଞ୍ଚି। ତ ସେଇଟା ଯେଉଁ ଯେତିକି ସମୟରେ ମଜା ଲାଗେ ଆଉ ସେ ଯେଉଁ ଟାଇମ୍ଟା ବଞ୍ଚିଲା, ତ ସେଇଟା ନିଶ୍ଚୟ ଗୋଟେ ବଡ଼ ଫ୍ୟାକ୍ଟର। ତ ତା ପାଇଁ ହିଁ ଟ୍ରାଭେଲ୍ କରନ୍ତି, କାରଣ ଏଡ଼େ ଏଡ଼େ ଜର୍ଣ୍ଣି ଏଡ଼େ ଏଡ଼େ ସଫରକୁ ଆମେ ବହୁତ ଇଜି କରିଦେଇଛି ଆଜିକା ଫ୍ଲାଇଟ୍ରେ। ଆଉ ବହୁତ ହି ଆମ ଭୁବନେଶ୍ୱର ପ୍ଲାଟଫର୍ମ ବି ବହୁତ ହି ସୁନ୍ଦର ହେଇଛି, ବହୁତ ଭଲ ଲାଗିଲା ମୋତେ। ତ ଗୋଟେ ଗୋଟେ ଜିନିଷର ଧ୍ୟାନ ରଖନ୍ତୁ, ଯେମିତିକି ଆପଣଙ୍କର ଟିକେଟ୍ ଆପଣଙ୍କ ପାଖରେ ଠିକ୍ ଥିବ, ଆପଣ ଯଦି କିଛି ବ୍ୟାଗ୍ ନେଉଛନ୍ତି ସେଇଟା ସେଇ ଲେବୁଲ୍ରେ ଆପଣ ନେଇକି ଯିବେ। ଥାର୍ଡ଼ ଆପଣଙ୍କ ପାଇଁକା କିଛିଟା ଯେଉଁ ନମ୍ବର ପ୍ଲାଟଫର୍ମ ଅଛି ତାକୁ ଟିକେ ଧ୍ୟାନ ଦେଉଥିବେ, କାରଣ କେତେବେଳେ ଯେ ଚେଞ୍ଜ ଆପଣଙ୍କୁ ଟିକେ ଦୌଡ଼ିବାକୁ ପଡ଼େ। ଆଧାର କାର୍ଡ଼ ବି ନିଅନ୍ତୁ, ପୁରା ଇଣ୍ଡିଆ ବୁଲି ପାରିବେ। ତ ବହୁତ ହି ସୁନ୍ଦର ଲାଗିଲା ଏ ବ୍ଲଗ୍ଟାକୁ ତ କରିବାକୁ। ବହୁତ ଦିନ ହେଲା ୱେଟ୍ କରିଥିଲି ବ୍ଲଗ୍ କରିବି, କୌଣସି କାରଣବଶତଃ କରି ହେଉନଥିଲା, ଟାଇମ୍ ନଥିଲା, ତାପରେ ମନ ବି ନଥିଲା କିଛି ବ୍ଲଗ୍ କରିବା ପାଇଁ, କିଛି ଅସୁବିଧା ଥିଲା। ତ କିଛି ନାହିଁ, ପୁଣି ଆସିବା, ପୁଣି ଆପଣଙ୍କ ସହିତ ଚାଲିବା, ମୋର ଲାଇଫ୍ର କିଛିଟା କଥା ଆପଣଙ୍କୁ ସେୟାର କରିବି। ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ, ଆଉ ମେମୋରିଜ୍ ଅଛି କମେଣ୍ଟରେ ସେୟାର କରନ୍ତୁ। ତ ମିଳୁଛି ବହୁତ ଜଲ୍ଦି, ବାଏ ବାଏ, ଟାଟା, ସି ୟୁ ସୁନ୍।